ଆଜିର ଭିଡ଼ିଓଟି ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ଜାଣିପାରିବେ କାଲି ଆମର ବର୍ଣ୍ଣନା ହୋଇଥିଲା ଅନନ୍ତ କାଳସର୍ପ ଯୋଗ ଏବଂ କୁଳିକ କାଳସର୍ପ ଯୋଗ। ଆଜି ବାସୁକୀ କାଳସର୍ପ ଯୋଗ ଏବଂ ଶଙ୍ଖପଳା କାଳସର୍ପ ଯୋଗ। କାଳସର୍ପ ଯୋଗ ହେଉଛି 12 ପ୍ରକାର। ଖାଲି 1 ନମ୍ବର 2 ନମ୍ବର ବିଚାର ହୋଇଥିଲା। ଆଜି 3 ନମ୍ବର 4 ନମ୍ବର ବିଚାର ହେବ। ଭିଡ଼ିଓଟି ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ଜାଣିପାରିବେ ବାସୁକୀ କାଳସର୍ପ ଯୋଗ କ'ଣ ଏବଂ ଶଙ୍ଖପଳା କାଳସର୍ପ ଯୋଗ କ'ଣ, କିପରି ହୁଏ, କାହିଁକି ହୁଏ, ଏହାର ପ୍ରତିକାର। ଜୟ ମା ମଙ୍ଗଳା, ଜୟ ଶନିଦେବ। ଜୟ ମା ମଙ୍ଗଳା ଅଷ୍ଟ୍ର ଓଡ଼ିଆ ତରଫରୁ ସମସ୍ତଙ୍କୁ ସ୍ୱାଗତ। ଆଜି ଆଶ୍ୱିନ ମାସ କୃଷ୍ଣପକ୍ଷ କନ୍ୟା 5 ଦିନ ସେପ୍ଟେମ୍ବର ମାସ 20 ତାରିଖ ଶୁକ୍ରବାର। ଆଜି ତୃତୀୟା ତିଥି ରାତ୍ର 9ଟା 15 ମିନିଟ୍ ପର୍ଯ୍ୟନ୍ତ, ଅଶ୍ୱିନୀ ନକ୍ଷତ୍ର ରାତ୍ର 2ଟା 43 ମିନିଟ୍ ପର୍ଯ୍ୟନ୍ତ, ମେଷଚନ୍ଦ୍ର 60 ଦଣ୍ଡ ଅହୋରାତ୍ର। ଅଦ୍ୟ ବିଛା, ଧନୁ ଓ ମୀନ ରାଶିରେ ଘାତବାର। ଯୋଗିନୀ ଅଗ୍ନେୟ ରାତ୍ରି 9ଟା 15 ଗୋଟେ ନୈଋତ୍ୟ ଯାତ୍ରା ଶୁଭ। ଅଗ୍ନେୟ ପୂର୍ବେ ଐଶାନ୍ୟ ଯାତ୍ରା ନିଷେଧ। ରାହୁକାଳ ସମୟ ଜାଣିବା ଦିବା 10ଟା 8ରୁ ଦିନ 11ଟା 38 ମଧ୍ୟରେ ରାହୁକାଳ। ଅଦ୍ୟ ଆଜି ଅପରପକ୍ଷର ତୃତୀୟା ଶ୍ରାଦ୍ଧ ଓ ତୃତୀୟାରେ ଏକଦିଷ୍ଟ ପାର୍ବଣ ଶ୍ରାଦ୍ଧ। ଆଜି ହସ୍ତା, ସ୍ୱାତି, ଅନୁରାଧା, ମୂଳା, ଉତ୍ତରାଷାଢ଼, ଶ୍ରବଣା, ଶତବିଶ ଉତ୍ତରାଭାଦ୍ର ନକ୍ଷତ୍ରରେ ତାରା ସୁଧୀ। ଜାଣିବା ଆଜିର ରାଶିଫଳ ବିଷୟରେ। ପ୍ରଥମ ମେଷ ରାଶିର ବ୍ୟକ୍ତି ବିଷୟ ଦିନଟି କିପରି କଟିବ। ମେଷ ରାଶିରେ ବ୍ୟବସାୟରେ କ୍ଷତିଗ୍ରସ୍ତ ହେବେ। କର୍ମକ୍ଷେତ୍ରରେ ହଇରାଣ ହୋଇପାରନ୍ତି। ଦୁର୍ଜନ ଲୋକଙ୍କ ସହ ବନ୍ଧୁତା ଯୋଗୁଁ ହଇରାଣ ହୋଇପାରନ୍ତି। ବାଦ ବିବାଦରୁ ଦୂରେଇ ରୁହନ୍ତୁ। ଶତ୍ରୁମାନେ ହଇରାଣ କରିପାରନ୍ତି। ମହିଳାମାନେ ଚିନ୍ତିତ ରହିବେ। ଛାତ୍ରଛାତ୍ରୀମାନେ ଅସଫଳ ହେବେ। ତାପରେ ଆସନ୍ତୁ ଜାଣିବା ବୃଷ ରାଶିର ବ୍ୟକ୍ତି ବିଶେଷ ପାଇଁ ଆଜି ଦିନଟି କିପରି କଟିବ। କର୍ମକ୍ଷେତ୍ରରେ ବନ୍ଧୁମାନେ ହଇରାଣ କରିବେ। ବ୍ୟବସାୟରେ କ୍ଷତି ହେବ। ମାନସିକ ଚିନ୍ତା ବୃଦ୍ଧି ପାଇବ। ପାରିବାରିକ କଳହ ଦେଖାଦେବ। ଧନହାନି ଯୋଗ ଅଛି। ମହିଳାମାନେ ଧର୍ମପରାୟଣ ହେବେ। ଛାତ୍ରଛାତ୍ରୀମାନେ ଶିକ୍ଷାରେ ଅକୃତ କାର୍ଯ୍ୟ ହେବେ। ତାପରେ ଜାଣିବା ମିଥୁନ ରାଶିର ବ୍ୟକ୍ତି ବିଶେଷ ପାଇଁ ଆଜି ଦିନଟି କିପରି କଟିବ। ବ୍ୟବସାୟରେ ଉନ୍ନତି ହେବ। ଲାଭବାନ ହେବେ। କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ଶତ୍ରୁମାନେ ପରାଜିତ ହେବେ। ସାମାଜିକ ମାନସମ୍ମାନ ବୃଦ୍ଧି ପାଇବ। ଶାରୀରିକ ଅସୁସ୍ଥତା ଦେଖାଦେଇପାରେ। କିଛି କାର୍ଯ୍ୟରେ ବିଳମ୍ବ ହୋଇପାରେ। ତାପରେ ଆସନ୍ତୁ ଜାଣିବା କର୍କଟ ରାଶିର ବ୍ୟକ୍ତି ବିଶେଷ ପାଇଁ ଆଜି ଦିନଟି କିପରି କଟିବ। କର୍ମକ୍ଷେତ୍ରରେ ବ୍ୟସ୍ତତା ବଢ଼ିବ। ବୁଦ୍ଧି ଓ କୌଶଳ ବଳରେ ବାଧାବିଘ୍ନ ଦୂର ହେବ। ମାନସମ୍ମାନ ବୃଦ୍ଧି ପାଇବ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟରେ ସଫଳତା ମିଳିବ। ବରିଷ୍ଠ ଅଧିକାରୀଙ୍କ ସହଯୋଗ ମିଳିବ। ଶାରୀରିକ ଅସୁସ୍ଥତା ଦେଖାଦେଇପାରେ। ଛାତ୍ରଛାତ୍ରୀମାନେ ସଫଳତା ଲାଭ କରିବେ। ତାପରେ ଜାଣିବା ସିଂହ ରାଶିର ବ୍ୟକ୍ତି ବିଶେଷ ପାଇଁ ଦିନଟି କିପରି କଟିବ। ବ୍ୟବସାୟରେ ଲାଭବାନ ହେବେ। ପରିଶ୍ରମ ଦ୍ୱାରା ସଫଳତା ଲାଭ କରିବେ। ମାନସିକ ଚିନ୍ତା ବୃଦ୍ଧି ପାଇବ। ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି। ବିଗିଡ଼ି ଯାଇଥିବା କାର୍ଯ୍ୟରେ ସଫଳତା ପାଇପାରନ୍ତି। ଛାତ୍ରଛାତ୍ରୀମାନେ ଶିକ୍ଷାରେ ଉନ୍ନତି କରିବେ। ତାପରେ ଆସନ୍ତୁ ଜାଣିବା କନ୍ୟା ରାଶିର ବ୍ୟକ୍ତି ବିଶେଷ ପାଇଁ ଆଜି ଦିନଟି କିପରି କଟିବ। କର୍ମକ୍ଷେତ୍ରରେ ଉନ୍ନତି ହେବ। ବ୍ୟବସାୟରେ ସଫଳତା ମିଳିବ। ବିଶିଷ୍ଟ ବ୍ୟକ୍ତିଙ୍କର କିଛି ସହଯୋଗ ମିଳିପାରେ। ପାରିବାରିକ ଶାନ୍ତି ଅଭିବୃଦ୍ଧି ହେବ। ସମାଜରେ ମାନସମ୍ମାନ ମିଳିବ। ବିଗିଡ଼ି ଯାଇଥିବା କାର୍ଯ୍ୟ ସଫଳ ହେବ। ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ଲାଭ କରିବେ। ତାପରେ ଆସନ୍ତୁ ଜାଣିବା ତୁଳା ରାଶିର ବ୍ୟକ୍ତି ବିଶେଷ ପାଇଁ ଆଜି ଦିନଟି କିପରି କଟିବ। ବ୍ୟବସାୟରେ ଲାଭବାନ ହେବେ। କର୍ମକ୍ଷେତ୍ରରେ ଉନ୍ନତି ହେବ। କୌଣସି ବ୍ୟକ୍ତିଙ୍କୁ ବିଶ୍ୱାସ କରନ୍ତୁ ନାହିଁ। ହଇରାଣରେ ପଡ଼ିଯାଇପାରନ୍ତି। ନୂତନ ଦ୍ରବ୍ୟ କ୍ରୟର ସୁଯୋଗ ଆସିବ। ପାରିବାରିକ ଆନନ୍ଦ ବୃଦ୍ଧି ପାଇବ। ମହିଳାମାନେ ଆନନ୍ଦିତ ହେବେ। ତାପରେ ଆସନ୍ତୁ ଜାଣିବା ବିଛା ରାଶିର ବ୍ୟକ୍ତି ବିଶେଷ ପାଇଁ ଆଜି ଦିନଟି କିପରି କଟିବ। କର୍ମକ୍ଷେତ୍ରରେ ବାଧା ବିଘ୍ନ ସୃଷ୍ଟି ହୋଇପାରେ। ବ୍ୟବସାୟରେ ଆର୍ଥିକ କ୍ଷତି ମଧ୍ୟ ହେବ। ସାବଧାନତା ରହିବା ନିହାତି ଜରୁରୀ ଆବଶ୍ୟକ। ଶାରୀରିକ ଅସୁସ୍ଥତା ପାଇଁ ଅର୍ଥ ମଧ୍ୟ ବ୍ୟୟ ହୋଇପାରେ। କିଛି କାର୍ଯ୍ୟରେ ଅସୁବିଧା ସୃଷ୍ଟି ହୋଇପାରେ। ମହିଳାମାନେ ଧର୍ମପରାୟଣ ହେବେ। ତାପରେ ଆସନ୍ତୁ ଜାଣିବା ଧନୁରାଶିର ବ୍ୟକ୍ତି ବିଶେଷ ପାଇଁ ଆଜି ଦିନଟି କିପରି କଟିବ। କିଛି ବିଶିଷ୍ଟ ବ୍ୟକ୍ତିଙ୍କ ସହଯୋଗରେ ଇପ୍ସିତ ଅଭିଳାଷ ପୂରଣ ହେବ। ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। ବନ୍ଧୁ ସହଯୋଗ ମିଳିବ। ପାରିବାରିକ ଶାନ୍ତି ବୃଦ୍ଧି ପାଇବ। ମାନସମ୍ମାନ ବୃଦ୍ଧି ପାଇବ। ମହିଳାମାନେ ଧର୍ମପରାୟଣ ହେବେ। ତାପରେ ଜାଣିବା ମକର ରାଶିର ବ୍ୟକ୍ତି ବିଶେଷ ପାଇଁ ଆଜି ଦିନଟି କିପରି କଟିବ। ବ୍ୟବସାୟରେ ଲାଭବାନ ହେବେ। ବିଭିନ୍ନ କାର୍ଯ୍ୟରେ ଇଚ୍ଛା ଅନୁସାରେ ସଫଳତା ମିଳିବ। ନୂତନ କାର୍ଯ୍ୟ ସଂସ୍ଥାନ କିଛି ମିଳିପାରେ। ପାରିବାରିକ ସୁଖ ବୃଦ୍ଧି ପାଇବ। ସମସ୍ତ ପ୍ରକାର ଦୁଃଖରୁ କିଛି ମୁକ୍ତି ଆଜି ମିଳିବ।
ଏବଂ ମହିଳାମାନେ ସୁଖୀ ହେବେ। ତାପରେ ଜାଣିବା କୁମ୍ଭ ରାଶିର ବ୍ୟକ୍ତିବିଶେଷ ପାଇଁ ଆଜି ଦିନଟି କିପରି କଟିବ। ବ୍ୟବସାୟ କ୍ଷେତ୍ରରେ ସଫଳତା ମିଳିବ। ମାନ ସମ୍ମାନ ଅଭିବୃଦ୍ଧି ହେବ। ଶାରୀରିକ ଅସୁସ୍ଥତା ଦେଖାଦେଇପାରେ। ପାରିବାରିକ ଅଶାନ୍ତିର ସୃଷ୍ଟି ହେବ। ଇପ୍ସିତ କାର୍ଯ୍ୟରେ ବାଧାବିଘ୍ନ ସୃଷ୍ଟି ହେବାର ସମ୍ଭାବନା ମଧ୍ୟ ଅଛି। ଛାତ୍ରଛାତ୍ରୀମାନେ ଅସଫଳତା ଲାଭ ପାଇବେ। ତାପରେ ଜାଣିବା ମୀନ ରାଶିର ବ୍ୟକ୍ତିବିଶେଷ ପାଇଁ ଆଜି ଦିନଟି କିପରି କଟିବ। କର୍ମକ୍ଷେତ୍ରରେ ବାଧାବିଘ୍ନ ସୃଷ୍ଟି ହୋଇପାରେ। ବନ୍ଧୁମାନେ ହଇରାଣ କରିପାରନ୍ତି। ଶାରୀରିକ ମାନସିକ ଅସୁସ୍ଥତା ବୃଦ୍ଧି ପାଇବ। ବ୍ୟବସାୟରେ ସମାନ ରହିବ କିନ୍ତୁ ମାନସିକ ଅଶାନ୍ତି ବୃଦ୍ଧି ପାଇବ। ମହିଳାମାନେ ଚିନ୍ତିତ ରହିବେ। ଛାତ୍ରଛାତ୍ରୀମାନେ ଅସଫଳ ହେବେ। ଜୟ ମା ମଙ୍ଗଳା, ଜୟ ଶନିଦେବ। ମୋର କାଲି ଆଲୋଚନା ହେଇଥିଲା ଦୁଇଟା କାଳସର୍ପ ଦୋଷ ବିଷୟରେ, 12 ପ୍ରକାର ଦୋଷରୁ ଅନନ୍ତ କାଳସର୍ପ ଯୋଗ ଏବଂ କୌଳିକ କାଳସର୍ପ ଯୋଗ, 1 ନମ୍ବର 2 ନମ୍ବର ଦୁଇଟା ଯୋଗ ଉପରେ ବିଚାର ହୋଇଥିଲା। ଆଜି ଆସନ୍ତୁ ଜାଣିବା 3 ନମ୍ବର କାଳସର୍ପ ଦୋଷ କ'ଣ, ବାସୁକୀ କାଳସର୍ପ ଯୋଗ। 3 ନମ୍ବର ଏବଂ 4 ନମ୍ବର ବିଷୟରେ ଆଜି ଜାଣିବା, ତାର ନିରାକରଣ, ପ୍ରତିକାର ଏବଂ କୌଣସି ଭାବରେ କାଳସର୍ପ ଦୋଷ କିପରି ଲାଗେ, ତାର କାର୍ଯ୍ୟ କାହିଁକି କ'ଣ କରେ, ତା ବିଷୟରେ ଆସନ୍ତୁ ଜାଣିବା। ପ୍ରଥମେ ବାସୁକୀ କାଳସର୍ପ ଯୋଗ, 3 ନମ୍ବର ଯୋଗ। ଲଗ୍ନ ଠାରୁ ତୃତୀୟରେ ରାହୁ ଥିଲେ ଓ ନବମରେ କେତୁ ଥିଲେ ବାସୁକୀ କାଳସର୍ପ ଯୋଗ ହୁଏ। ଫଳ କ'ଣ ମିଳେ? ସାନ ଭାଇ ଭଉଣୀ ମାତୃଙ୍କୁ କଷ୍ଟ ହୁଏ ଓ ସେମାନେ ମଧ୍ୟ ବିରୋଧୀ ହୁଅନ୍ତି। ପରିବାରରେ ସଦସ୍ୟ ବିରୋଧୀ ମଧ୍ୟ ହୁଅନ୍ତି। ମିତ୍ର ପରିବ୍ୟକ୍ତି ବିଶ୍ୱାସଘାତକ ହୁଅନ୍ତି। ସାହସୀ, ଧୈର୍ଯ୍ୟ, ପରାକ୍ରମ ଅତି ଦୁର୍ବଳ ହୁଏ। ନିରାଶ ଓ ହାନି ଉପୁଜେ। ବିଦେଶ ଯାତ୍ରା, ବିଦେଶ ବାସ ଓ ବିଦେଶରେ କଷ୍ଟ ହୁଏ। କୋର୍ଟ କଚେରୀରେ ମଧ୍ୟ ହାନି ହୁଏ। ତାର ପ୍ରତିକାର କ'ଣ କରିବା? ଏ ଦୋଷର ପ୍ରତିକାର କ'ଣ ହେବ? ଶ୍ରାବଣ ମାସର ନାଗପଞ୍ଚମୀ ତିଥିରେ, ଯାହା କୁହନ୍ତି ନାଗର ଚତୁର୍ଥୀ, ନାଗର ଚତୁର୍ଥୀରେ ସର୍ପ ପୂଜନ, ସର୍ପଙ୍କୁ ଦୁଗ୍ଧପାନ ଦେବା, ପିତୃ ଉଦ୍ଦେଶ୍ୟରେ ଶ୍ରାଦ୍ଧ ତର୍ପଣ ଓ ଅନ୍ନ ବସ୍ତ୍ର ଦାନ ଦେବା ଓ 11ଟି ନଡ଼ିଆରେ ଈଶ୍ୱରଙ୍କ ଉପରେ ଅଭିଷେକ ପୂଜା କରିବା, ପକ୍ଷୀମାନଙ୍କୁ ଖାଦ୍ୟ ଦେବା, ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବା କଲେ ଏ କାର୍ଯ୍ୟରେ ଶାନ୍ତି ମିଳେ। ତାପରେ ଆସନ୍ତୁ ଜାଣିବା 4ର୍ଥ ନମ୍ବର ଦୋଷ, ଶଙ୍ଖପାଳ କାଳସର୍ପ ଯୋଗ। କ'ଣ ହୁଏ, କାହିଁକି ହୁଏ, କିପରି ହୁଏ ଏବଂ ଫଳ କ'ଣ ମିଳେ? ଲଗ୍ନ ଠାରୁ ଚତୁର୍ଥ ଗୃହରେ ରାହୁ। ଜାତକର ଯେଉଁ ଲଗ୍ନ ହେଇଥିବ ତାର 4ର୍ଥ 4 ନମ୍ବର ହାଉସ୍, 4 ନମ୍ବର ହାଉସ୍ରେ ଯଦି ରାହୁ ଥିବେ ଏବଂ 10 ନମ୍ବର ହାଉସ୍ରେ ଯଦି କେତୁ ଥିବେ, ଶଙ୍ଖପାଳ କାଳସର୍ପ ଯୋଗ ସୃଷ୍ଟି ହୁଏ। 4ର୍ଥ ଭାବ ସ୍ଥାନ ଦ୍ୱାରା ସୁଖ, ମାତା, ବିଦ୍ୟା, ଭୂମି, ଆବାସ, ବନ୍ଧୁ, ବାହନ ଆଦି ବିଷୟରେ ବିଚାର କରାଯାଏ। ଏଇ 4ର୍ଥ ସ୍ଥାନରେ ଏଇ ଜିନିଷ ଗୁଡ଼ାକ ସବୁ ବିଚାର କରାଯାଏ। ଏହି କାଳସର୍ପ ଯୋଗରେ ମାତାଙ୍କର ସ୍ନେହ ମିଳେ ନାହିଁ। ବନ୍ଧୁ ବିଦେଶ ବନ୍ଧୁ ଦେଶ ହୁଏ, ବନ୍ଧୁ ଯେମିତି ବାହାରେ ରୁହେ ସେମିତି ବ୍ୟକ୍ତି ଜଣକ ବାହାରେ ରହିବା ପାଇଁ ସବୁବେଳେ ପାଇଁ ପଡ଼ିବ। ଘରକୁ ନୂଆ ବନ୍ଧୁ ଆସିଲା ଭଳିଆ ଲାଗିବ। ବାହନ, କିଛି ବାହନ, ଗାଡ଼ି ମଟର ଘୋଡ଼ା ଗାଡ଼ି କିଛି ବାହନ କରିବା, ବାହନରେ ମଧ୍ୟ ହାନି ହୁଏ। ଶିକ୍ଷାରେ ଅବନତି ଘଟେ। ବନ୍ଧୁତ୍ୱ ଅର୍ଥାତ୍ ବିବାହ ସମ୍ବନ୍ଧ ମଧ୍ୟ କଟାଏ। ବନ୍ଧୁ ପାଖରେ ହାନି ଦେଖାଏ ଏବଂ ବିବାହ ଦାମ୍ପତ୍ୟ ଜୀବନରେ ମଧ୍ୟ କିଛି କ୍ଷତି କରେ। ଅଚଳ ସମ୍ପତ୍ତି ପାଇଁ ସଂଘର୍ଷ ହୁଏ। ଭୂମି ବିଷୟରେ ସମସ୍ୟା ଏବଂ ଋଣଗ୍ରସ୍ତ ହୁଏ। ସାମାଜିକ ସ୍ତରରେ କୌଣସି କାମ ଆରମ୍ଭରେ ଅସଫଳତା ହୁଏ। ଏସବୁ ନେଇ ଜୀବନରେ ସଂଘର୍ଷମୟ ହୁଏ। ଏ ଦୋଷର ନାମ ହେଉଛି ଶଙ୍ଖପାଳ କାଳସର୍ପ ଯୋଗ, 4 ନମ୍ବର। ଆର ପ୍ରତିକାର କ'ଣ କରିବା? ପାରଦ ଧାତୁ, ଯେଉଁ ପାରଦରେ ଶିବଲିଙ୍ଗ ସ୍ଥାପନ କରି ଅଭିଷେକ କରିବା, ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ, 2 ନମ୍ବର ପ୍ରତିକାର। 3 ନମ୍ବର ପ୍ରତିକାର, ଶିବଲିଙ୍ଗ ଉପରେ ସର୍ପଦାନ ଓ ଆଭରଣରେ ଶାନ୍ତି, ରାହୁଦେବଙ୍କର 8000 ମନ୍ତ୍ର ଜପ ଏବଂ ରାହୁ ଯନ୍ତ୍ର 108 ଜଳରେ ଭସାଇବା। ଶ୍ରାବଣ ପଞ୍ଚମୀ ବା ଅନ୍ୟ ପଞ୍ଚମୀରେ କାଳସର୍ପ ଶାନ୍ତି ଯଜ୍ଞ କରିବା। କାଳସର୍ପ ସୂକ୍ତ ପ୍ରତିଦିନ 1 ବର୍ଷ ପାଠ କରିବା। ଧାତୁ ନିର୍ମିତ ସର୍ପ 108 ଜଳରେ ଭସାଇବା। ଏହାଦ୍ୱାରା ଶାନ୍ତି ମିଳେ।
ଜୟ ମା ମଙ୍ଗଳା, ଜୟ ଶନିଦେବ।